ଠାକୁରଙ୍କର ଦୟାରୁ ଆପଣମାନଙ୍କର ଭଲ ପାଇବା ଲାଗି 3 ଦିନ ଔଷଧ ଖାଇଲା ପରେ ଆଜି ଟିକେ ଦେହଟା ଭଲ ଲାଗିଲା। ସକାଳୁ ନିତ୍ୟକର୍ମ ସରିକି ଆସିକି ଠାକୁରଙ୍କୁ ପ୍ରଣାମ କରି ପ୍ରଥମେ ଟିକେ ବ୍ଲାକ୍ କଫି ବନେଇଦେଲି। ଚାହା ପିଇବା ପାଇଁ ଜମା ଇଚ୍ଛା ହେଉନି ବୋଲି ଧରିକି ବସି ପଡ଼ିଲି। ପରିବାପତ୍ର କାଟି କାଟି ପିଇଦେଲି ବ୍ଲାକ୍ କଫିଟା। ତାପରେ ବସେଇଦେଲି ମାଣ୍ଡିଆ ସୁପ୍ ଟିକେ। ରୁଟି ପରଟା କିଛି ଚୋବେଇକି ଢୋକି ହେଉନି, ସେଥିପାଇଁ ଭାବିଲି ମାଣ୍ଡିଆ ସୁପ୍ ଟିକେ ବନେଇଦେବି। ଆଜି ଅଜା ଆଈ ନାତି ନାତୁଣୀ ସମସ୍ତେ ପିଇଦେଲୁ ମାଣ୍ଡିଆ ସୁପ୍। ଆଜି ଆମର ଘରର ୱାସିଂ ମେସିନ୍ଟା ଖରାପ ହୋଇଯାଇଥିଲା। ଆସିଥିଲେ ଘରୁ ଜଣେ ତିଆରି କରିବା ପାଇଁ ସାର୍, ତାଙ୍କୁ ପଚାରିଲି ସାର୍ ଟିକେ ମାଣ୍ଡିଆ ସୁପ୍ ପିଇବେ କି? ସିଏ କହିଲେ ନା ନା ମୁଁ ଖାଇକି ଆସିଛି, ଜମା ପିଇବିନି। ମୁଁ କହିଲି ଚାଖିକି ଦେଖନ୍ତୁ ନା। ତାଙ୍କୁ ନେଇକି ଦେଲି, ସେ ପିଇକିରି ଏତେ ଖୁସି ହେଇଗଲେ ବୋଲି ମୁଁ ଏଇଭଳିଆ ମାଣ୍ଡିଆ ସୁପ୍ କେବେ ଖାଇନଥିଲି, ଆଜି ପ୍ରଥମ ଖାଉଛି, ବଢ଼ିଆ ଲାଗିଲା। ତାଙ୍କର କଥା ଶୁଣିକି ମୋତେ ମଧ୍ୟ ବହୁତ ଖୁସି ଲାଗିଲା। ଆସିକି ତାପରେ ବନେଇଦେଲି ବାରିରୁ ବାହାରିଥିବା ବାଇଗଣକୁ ଭାଜିଦେଲି, ଆଉ ଟମାଟୋ ଶୁଖିଲା ଲଙ୍କା ସବୁ ଭାଜିଦେଲି। ଡାଲମାଟା ଫୁଟେଇ ଦେଇ ପିଲାମାନଙ୍କୁ ଖୁଆଇ ମଉସାଙ୍କୁ ଖାଇବାକୁ ଦେଇ ମୁଁ ମଧ୍ୟ ଖାଇଦେଲି। ଟିକେ ରେଷ୍ଟ ନେଇକି ଉଠିଲା ପରେ ଗଛରେ ପାଣି ଦେବି ବୋଲି ଭାବୁଥିଲି, କିନ୍ତୁ ହେଇଗଲା ବର୍ଷା।